ରାତିରେ ଆକାଶର ତାରାମାନେ ଅସାଧାରଣ ଭାବେ ଚମକୁଥିଲେ। ହିମାଳୟର ଗୁହା ଭିତରେ ମହର୍ଷି ବସିଥିଲେ ଏକ ବିଶାଳ ପୁସ୍ତକ ନେଇ। ସେହି ପୁସ୍ତକର ନାମ କର୍ମଗ୍ରନ୍ଥ। ଏହି ପୁସ୍ତକରେ ପୃଥିବୀର ପ୍ରତ୍ୟେକ ମଣିଷର ପୂର୍ବଜନ୍ମର କର୍ମ ଲେଖାଥାଏ। ସେ ଯେତେବେଳେ ନୂଆ ଜନ୍ମ ହେବାକୁ ଯାଉଥିବା ଶିଶୁର ପୃଷ୍ଠା ଖୋଲିଲେ, ଆକାଶରେ ବଜ୍ର ପଡ଼ିଲା। ପୃଷ୍ଠାରେ ଲେଖାଥିଲା, ଏହି ଆତ୍ମା ପୂର୍ବଜନ୍ମରେ ଅହଙ୍କାରୀ ରାଜା ଥିଲା। ସେ ଗରିବମାନଙ୍କୁ ଅନ୍ୟାୟ କରିଥିଲା। ମହର୍ଷିଙ୍କ ଆଖିରୁ ଅଶ୍ରୁ ଝରିଲା। ସେ କହିଲେ, ଏହି ଜନ୍ମରେ ଏହି ଆତ୍ମା କଷ୍ଟ ଭୋଗିବ, କିନ୍ତୁ ଯଦି ସେ ଭଲ କାମ କରିବ ତାହେଲେ ତାର ଭାଗ୍ୟ ବଦଳିଯିବ। ସେହି ସମୟରେ ପୃଥିବୀରେ ଏକ ଶିଶୁର ଜନ୍ମ ହେଲା। ମାତାପିତା ଖୁସି ହେଲେ, କିନ୍ତୁ କେହି ଜାଣିନଥିଲେ ସେହି ଶିଶୁର ଭାଗ୍ୟ ପୂର୍ବ କର୍ମରେ ଲେଖାଯାଇଛି। ବର୍ଷ ପରେ ସେହି ଛୋଟ ପିଲା ଦାନ, ସେବା ଓ ସତ୍ୟର ମାର୍ଗ ଧରିଲା। ଧୀରେ ଧୀରେ ତାର ଜୀବନ ପରିବର୍ତ୍ତନ ହେବାକୁ ଲାଗିଲା। ଏକ ରାତିରେ ମହର୍ଷି ପୁଣି ଥରେ ସେହି ପୁସ୍ତକ ଖୋଲିଲେ। ପୃଷ୍ଠାର ଲେଖା ଆପେ ଆପେ ବଦଳି ଯାଉଥିଲା। ସେ ହସି କହିଲେ, ଭାଗ୍ୟ ପଥରରେ ଲେଖା ନୁହେଁ, ମଣିଷର କର୍ମ ତାକୁ ପୁଣି ଲେଖେ। ଆକାଶରୁ ଏକ ଦିବ୍ୟ ଆଲୋକ ଝରିଲା ଏବଂ ସେହି ଶିଶୁର ଭବିଷ୍ୟତ ଉଜ୍ଜ୍ୱଳ ହେଲା। ପୂର୍ବ ଜନ୍ମ ଥାଉ କି ନଥାଉ, ଏହି ଜନ୍ମର ଭଲ କର୍ମ ହିଁ ସତ୍ୟ ଭାଗ୍ୟ।